ଜହ୍ନି ତରକାରୀ ଥରେ ଏଇ ନୂଆ ଉପାୟରେ ବନାନ୍ତୁ। ଭାତ ରୁଟିରେ ଖାଇବା ପାଇଁ ବହୁତ ମଜା ଲାଗିବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ର ଅଲ୍ ଅପସନରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଜହ୍ନିର ଏହି ସୁଆଦିଆ ତରକାରୀ ବନାଇବା ପାଇଁ ଏଇଠି ମୁଁ ନେଇଛି 600 ଗ୍ରାମର କଷି ଜହ୍ନି। ଜହ୍ନିକୁ ପ୍ରଥମେ ପାଣିରେ ଧୋଇ ଆଣିବା, ତାପରେ ଦୁଇପଟ ସାଇଡ୍ରୁ ଅଳ୍ପ ଅଳ୍ପ କାଟିବା, ତାପରେ ତଳପଟରୁ ଅଳ୍ପ କାଟି ଆମେ ଚାଖି ନେବା। ବେଳେବେଳେ ଜହ୍ନି ପିତା ଲାଗେ। ତାପରେ ଚୋପା ବାହାର କରିବା। ଜହ୍ନି ଯଦି କଅଁଳିଆ ଥିବ କେବଳ ଉପରେ ଥିବା ଶିରକୁ ବାହାର କରି ଜହ୍ନିର ଚୋପାକୁ ହାଲକା ହାଲକା ବାହାର କରିବା। ଜହ୍ନିରେ ଅଳ୍ପ ଅଳ୍ପ ଚୋପା ରହିଲେ ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ତାପରେ ମଝିରୁ ଦୁଇଫାଳ କରି କାଟିବା, ତାପରେ ଟିକେ ମିଡ଼ିୟମ୍ ପିସେସରେ କାଟିବା। ବେଶୀ ଛୋଟ କରି କାଟିଲେ ତରକାରୀରେ ଜଲ୍ଦି ଘାଣ୍ଟିଯିବ। ଏତିକି ଜହ୍ନି ସହିତ ଏଠି ମୁଁ ନେଇଛି ଗୋଟେ ବଡ଼ ସାଇଜର ଆଳୁ। ଆଳୁକୁ ଟିକେ ଛୋଟ କାଟିବା, କାହିଁକି ନା ଆଳୁକୁ ସିଝିବା ପାଇଁ ଟିକେ ଅଧିକ ସମୟ ଲାଗିବ। ଜହ୍ନି ଚୋପାକୁ ନ ଫୋପାଡ଼ି ବହୁତ ବଢ଼ିଆ ତରକାରୀ ତିଆରି କରିପାରିବା। ଯଦି ଆପଣମାନଙ୍କୁ ରେସିପି ଦରକାର କମେଣ୍ଟସ୍ କରି ଜଣାଇବେ, ଆଗକୁ ଭିଡ଼ିଓ ଅପଲୋଡ଼ କରିବି। ସବୁ ଜିନିଷ ରେଡ଼ି ହେଇଗଲା, ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି ଗୋଟେ ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଳ୍ପ କଳା ଜିରା ଦେବା। କଳା ଜିରା ଦେଲେ ଏହି ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। ଜିରା ତେଲରେ ଫୁଟିଯିବା ପରେ କାଟି ରଖିଥିବା ଜହ୍ନି ଆଳୁକୁ ଦେବା। ତାପରେ ଜହ୍ନି ଆଳୁରେ ଅଳ୍ପ ହଳଦୀ ଗୁଣ୍ଡ ଦେବା। ପ୍ରଥମରୁ ଲୁଣ ଦେବା ନାହିଁ। ଲୁଣ ଦେଲେ ଜହ୍ନିରୁ ପାଣି ବାହାରିବ, ଜହ୍ନିକୁ ଭଲ ଭାବରେ ଭାଜି ପାରିବା ନାହିଁ। ପ୍ରଥମେ ମିଡ଼ିୟମ୍ ଫ୍ଲେମ୍ରେ ଆମେ 2 ମିନିଟ୍ ପର୍ଯ୍ୟନ୍ତ ଜହ୍ନି ଆଳୁକୁ ଭାଜିବା। 2 ମିନିଟ୍ ପରେ ଏଠି ଦେଖନ୍ତୁ ଜହ୍ନି ଆଉ ଆଳୁ ହାଲକା ଭାଜିଗଲାଣି। ଏବେ ସ୍ୱାଦ ଅନୁସାରେ ଲୁଣ ଦେବା। ତାପରେ ଲୋ ମିଡ଼ିୟମ୍ ଫ୍ଲେମ୍ରେ ଜହ୍ନି ଆଳୁକୁ ଭାଜିବା। ଲୁଣ ଦେବା ପରେ ଦେଖିବେ ଜହ୍ନିରୁ ପାଣି ବାହାରିବା ଷ୍ଟାର୍ଟ ହେବ। সেই ପାଣି ଶୁଖିବା ପର୍ଯ୍ୟନ୍ତ ଲୋ ମିଡ଼ିୟମ୍ ଫ୍ଲେମ୍ରେ ଭାଜିବା। 4-5 ମିନିଟ୍ ପରେ ଏଠି ଦେଖନ୍ତୁ ଜହ୍ନି ଆଳୁ ଭାଜିଗଲାଣି। ପାଖାପାଖି 50ରୁ 60% ସିଝିଗଲାଣି। ଏବେ ଆମେ ଜହ୍ନି ଆଳୁ ଭଜାକୁ ବାହାରକୁ ବାହାର କରି ଆଣିବା। ସେଇ କଢ଼େଇରେ ଦେଖନ୍ତୁ ଅଳ୍ପ ତେଲ ଅଛି। ଯଦି ତେଲ ନଥିବ ଅଧା ଛୋଟ ଚାମଚ ତେଲ ଦେବେ। ତେଲ ଗରମ ହେଇଯିବା ପରେ ଗୋଟେ ବଡ଼ ଚାମଚ ଚିନାବାଦାମ ଦେବା। 600 ଗ୍ରାମ ଜହ୍ନି ପାଇଁ କେବଳ ଗୋଟେ ବଡ଼ ଚାମଚ ଚିନାବାଦାମ ଦେବେ। ତା ସହିତ ଅଧା ଇଞ୍ଚର ଅଦା, 7-8ଟି ରସୁଣ ଅଧିକ ଦେବେ। ତାପରେ ଲୋ ଫ୍ଲେମ୍ରେ କେବଳ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ସବୁ ମସଲା ଗୁଡ଼ିକୁ ହାଲକା ଭାଜିବା। ମସଲା ଗୁଡ଼ିକୁ ହାଲକା ଭାଜି ତରକାରୀ ବନେଇଲେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସେ। ତାପରେ ଗୋଟେ ଛୋଟ ଚାମଚ କଞ୍ଚା ଜିରା, ଅଧା ଛୋଟ ଚାମଚ କଞ୍ଚା ଧନିଆ ଦେବା। ତାପରେ ଲୋ ଫ୍ଲେମ୍ରେ ଆଉ 1 ମିନିଟ୍ ପର୍ଯ୍ୟନ୍ତ ସବୁ ଜିନିଷକୁ ହାଲକା ଭାଜିବା। ମସଲା ଭାଜିଯିବା ପରେ ବାହାରକୁ ଆଣି ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ସେଇ କଢ଼େଇରେ ତରକାରୀ ପାଇଁ ମସଲା ବନେଇବା। ଗୋଟେ ଛୋଟ ଚାମଚ ସୋରିଷ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଚାମଚ ଜିରା, ଗୋଟେ ଶୁଖିଲା ଲଙ୍କା ଦେବା। ଜିରା ତେଲରେ ଫୁଟିଯିବା ପରେ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜ ଦେବା। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି ପିଆଜକୁ ହାଲକା ଲାଲ କଲର୍ ହେଲା ପର୍ଯ୍ୟନ୍ତ ଭାଜିବା। ଏବେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ସେପଟେ ତରକାରୀ ପାଇଁ ମସଲା ବନେଇବା। ମସଲା ଥଣ୍ଡା ହେଇଯିବା ପରେ ଗ୍ରାଇଣ୍ଡର ଜାରରେ ଦେବା। ତା ସହିତ ଗୋଟେ ଛୋଟ ଚାମଚ ପୋସ୍ତ ଦେବା। ଜହ୍ନି ତରକାରୀରେ ଅଳ୍ପ ପୋସ୍ତ ଦେଲେ ତରକାରୀ ଖାଇବା ପାଇଁ ଭଲ ଲାଗେ। ଯଦି ଆପଣମାନେ ପୋସ୍ତ ଦେବେ ନାହିଁ ତାହେଲେ 2 ବଡ଼ ଚାମଚ ଚିନାବାଦାମ ଦେବେ। ତାପରେ 4-5 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ଏବେ ଆମ ରେଡ଼ି ହେଇଗଲା ଆଜିର ତରକାରୀ ପାଇଁ ସ୍ପେଶାଲ ମସଲା। ସେପଟେ ଚାଲନ୍ତୁ ପିଆଜକୁ ଚେକ୍ କରିବା। ପିଆଜ ବି ଦେଖନ୍ତୁ ହାଲକା ଲାଲ କଲର୍ ହେଇ ଆସିଲାଣି। ବେଶୀ ପୋଡ଼ିବେ ନାହିଁ। ଏବେ ଆମେ ବାଟି ରଖିଥିବା ମସଲାକୁ ଦେବା। ଗ୍ରାଇଣ୍ଡର ଜାର୍ ଧୋଇ 5-6 ଚାମଚ ପାଣି ଦେବା। ମସଲାକୁ ଟିକେ ଗୋଳେଇ ନେବା। ଏବେ ମସଲାରେ କେବଳ ମସଲା ପାଇଁ ଅଳ୍ପ ଲୁଣ ଦେବା। ଜହ୍ନି ଆଳୁ ଭାଜିବା ସମୟରେ ଜହ୍ନି ଆଳୁ ପାଇଁ ଲୁଣ ଦେଇଥିଲେ। ଅଳ୍ପ ହଳଦୀ ଗୁଣ୍ଡ ଦେବା। ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ। ତରକାରୀରେ ଭଲ କଲର୍ ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ। ଯେହେତୁ ମସଲାରେ ଆମେ ଚିନାବାଦାମ ଆଉ ପୋସ୍ତ ଦେଇଛୁ, ଏହି ମସଲା କଷିବା ସମୟରେ କଢ଼େଇ ତଳେ ଲାଗିଯିବ ଆଉ ଉପରକୁ ଛିଟିକି ଆସିବ। ସେଥିପାଇଁ ଲୋ ମିଡ଼ିୟମ୍ ଫ୍ଲେମ୍ରେ କଭର କରି ଆମେ ମସଲାକୁ କଷିବା। କିନ୍ତୁ କଭର କରିବା ସମୟରେ ଥରେ 2 ଥର ଗୋଳେଇ ଦେବେ, ନହେଲେ ମସଲା କଢ଼େଇ ତଳେ ଲାଗିଯିବ। 5-6 ମିନିଟ୍ ପରେ ଏଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଗଲାଣି। ଏମିତି ତେଲ ଆସିଗଲେ ଜାଣିବେ ମସଲା ଭଲ ଭାବରେ କଷି ଯାଇଛି। ମସଲା କଷିଯିବା ପରେ ଆମେ ଭାଜି ରଖିଥିବା ଜହ୍ନି ଆଳୁକୁ ଦେବା। ତାପରେ ମସଲା ସହିତ ଭଲ ଭାବରେ କଷିବା। ଏହି ଷ୍ଟେଜ୍ରେ ଜହ୍ନି ଆଉ ଆଳୁକୁ ମସଲା ସହିତ ଯେତେ ଭଲ ଭାବରେ କଷିବେ ତରକାରୀର ଟେଷ୍ଟ ସେତେ ବଢ଼ିବ। 2-3 ମିନିଟ୍ ପରେ
ଏଠି ଦେଖନ୍ତୁ ଜହ୍ନି ଆଉ ଆଳୁ ମସଲା ସହିତ ପୁରା ଲଟପଟ ହେଇଗଲାଣି। ମସଲା ଆମର କଷିଗଲାଣି। ଏବେ ଆମେ ଗୋଟେ କପ୍ ପାଖାପାଖି ପାଣି ଦେବା। ଏଇ ତରକାରୀକୁ ଆମେ ବେଶୀ ଝୋଳ କରିବା ନାହିଁ, ସେଥିପାଇଁ ବେଶୀ ପାଣି ଦେବେ ନାହିଁ। ପାଣି ଦେଖିକି ଦେବେ। ଏଠି ମୁଁ ଗୋଟେ କପ୍ ପାଣି ଦେଲି। ପାଣି ଦେବା ପରେ ଗ୍ୟାସର ଫ୍ଲେମ୍ ହାଇ ରଖିବା। ପାଣି ବହୁତ ଜଲ୍ଦି ଫୁଟିଯିବ। ପାଣି ଥରେ ଫୁଟି ଆସିଲେ ଲୋ ମିଡିୟମ୍ ଫ୍ଲେମ୍ରେ 5 ରୁ 7 ମିନିଟ୍ କଭର କରିବା, ଯାହାଦ୍ୱାରା ଜହ୍ନି ଆଳୁ ଭଲ ଭାବରେ ସିଝିଯିବ। ସବୁ ମସଲାର ଫ୍ଲେଭର ତରକାରୀ ଭିତରକୁ ଆସିଯିବ। 7 ମିନିଟ୍ ପରେ ଏଠି ଆମ ତରକାରୀ ପୁରା ରେଡି ହେଇଯାଇଛି। ତରକାରୀ ଦେଖନ୍ତୁ କେତେ ଡେଲିସିୟସ୍ ଦେଖାଯାଉଛି। ଝୋଳ ଏତିକି ବହଳିଆ ରଖିବେ, କାହିଁକି ନା ତରକାରୀ ଥଣ୍ଡା ହେଲା ପରେ ଝୋଳ ଆଉ ଟିକେ କମିଯିବ। ଏତିକି ଝୋଳ ରହିଲେ ଭାତ ରୁଟିରେ ଖାଇବା ପାଇଁ ଭଲ ଲାଗିବ। ଆଳୁ ଆଉ ଜହ୍ନି ଦେଖନ୍ତୁ ସବୁ ଭଲ ଭାବରେ ସିଝି ଯାଇଛି। ଏବେ ଆମ ରେଡି ହେଇଗଲା ସୁଆଦିଆ ଜହ୍ନି ଆଳୁ ତରକାରୀ। ଏଇ ତରକାରୀର ନାମ ଆପଣମାନେ କ'ଣ ରଖିବେ ନିଶ୍ଚୟ ମୋତେ କମେଣ୍ଟସ୍ କରି ଜଣାଇବେ, ଆଉ ନିହାତି ଥରେ ବନେଇବେ। କେମିତି ଲାଗିଲା ଆପଣଙ୍କ ଅନୁଭବ ନିଶ୍ଚୟ ମୋ ସହିତ ସେୟାର କରିବେ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।